ସଂସାରର ବିଳାସ ବ୍ୟସନରେ ମନ ଲାଗୁ ନାହିଁ ଆଉ କାହିଁରେ ମୋ ଶୟନରେ ମୋ ସ୍ୱପ୍ନରେ ମୋ କରାମେ ଧାମେ ଦର୍ଶନ ତୋର ମୋ ଆଖି ଯୋଡ଼େ ଦର୍ଶନ ତୋର କେଶବ ସୁନ୍ଦର ମୋ ଆଖି ଯୋଡ଼େ ଦର୍ଶନ ତୋର କେଶବ ସୁନ୍ଦର ସଂସାରର ବିଳାସ ବ୍ୟସନରେ ମନ ଲାଗୁ ନାହିଁ ସଂସାରର ବିଳାସ ବ୍ୟସନରେ ମନ ଲାଗୁ ନାହିଁ ଆଉ କାହିଁରେ ମୋ ଶୟନରେ ମୋ ସ୍ୱପ୍ନରେ ମୋ କରାମେ ଧାମେ ଦର୍ଶନ ତୋର ଆଖି ଯୋଡ଼େ ଦର୍ଶନ ତୋର କେଶବ ସୁନ୍ଦର ମୋ ଆଖି ଯୋଡ଼େ ଦର୍ଶନ ତୋର କେଶବ ସୁନ୍ଦର। देखो चिताई बातो नहीं वो भगवती झुकी होची मुझे के तेरा दर्शन करे चितारा भूले अवतारा जहरे नहीं रहे कुछ भीतर देखो चिताई बातो नहीं वो भगवती झुकी होची मुझे तेरा दर्शन करे चितारा भूले अवतारा जहरे नहीं रहे कुछ भीतर तो गुरुनी हंस संपत्ति दो भयानी संपत्ति दो भया गुरुनी हंस संपत्ति दो भयानी संपत्ति मोले मरे मोले मो भला पाए तो विकार मो आखि जोड़े मो आखि जोड़े दर्शन तोर केशब सुंदर मो आखि जोड़े दर्शन तोर केशब सुंदर संसारर विलास व्यसନରେ ମନ ଲାଗୁ ନାହିଁ ସଂସାରର ବିଳାସ ବ୍ୟସନରେ ମନ ଲାଗୁ ନାହିଁ ମୋ ଶୟନରେ ମୋ ସ୍ୱପ୍ନରେ ମୋ କରାମେ ଧାମେ ଦର୍ଶନ ତୋର ମୋ ଆଖି ଯୋଡ଼େ ମୋ ଆଖି ଯୋଡ଼େ ଦର୍ଶନ ତୋର କେଶବ ସୁନ୍ଦର ମୋ ଆଖି ଯୋଡ଼େ ଦର୍ଶନ ତୋର କେଶବ ସୁନ୍ଦର ମୋ ଆଖି ଯୋଡ଼େ ଦର୍ଶନ ତୋର କେଶବ ସୁନ୍ଦର। ଯେତେବେଳେ ମନ ପ୍ରଭୁଙ୍କ ଚରଣାରବିନ୍ଦ ତଳେ ସମର୍ପଣ କରିଦେଉ ସେତେବେଳେ ଜଞ୍ଜାଳ ଏ ବିଷୟ ଦୂର ହୋଇଯାଇଥାଏ। ଠାକୁର ମଧ୍ୟ ଚରଣରେ ସେ କଥାକୁ କହୁଛନ୍ତି। ଥରେ ସମର୍ପଣ ହୋଇକି ଦେଖ ତୁମର ये संसार जंजाल संसारिक लोक तुम ठार
କେତେ କେତେ ଦୂରେଇ ଯିବେ। ଆଉ ପ୍ରକୃତରେ ଦୁଇଟି ଜିନିଷ ମନ ଆଉ ବୁଦ୍ଧି। ଆମେ ମନଟା ପ୍ରଭୁଙ୍କ ପାଖରେ ଲଗେଇବା କଥା ଆଉ ବୁଦ୍ଧିଟା ସଂସାର। କିନ୍ତୁ ଆମେ ଓଲଟା କରିଦଉଛୁ, ବୁଦ୍ଧିଟାକୁ ଠାକୁରଙ୍କ ପାଖରେ ଲଗାଉଛୁ, ମନଟାକୁ ସଂସାର କରିଦଉଛୁ। ମନ ଲଗେଇ ତ ଭଲ କରୁଛେ ନାଇଁ। ଆଉ ପ୍ରକୃତରେ ଯେତେବେଳେ ଆମେ ମନ ଲଗେଇ ଭଲ ପାଉଛୁ ସେତେବେଳେ ସଂସାର ଠାରୁ କଣ ମିଳୁଛି? ଘର ବୋଲି ଅର୍ଜିଛୁ ଯେତେ ପଦାର୍ଥ, ଘଟ ଛୁଟିଲେ ତୋତେ ବୋଲିବେ ଭୂତ। ଭାଇ ବୋଲ ବନ୍ଧୁ ବୋଲ ସମ୍ପଦର ସାଥୀ, ଜୀବ ଗଲା ବେଳେ ଏକା ଗୋବିନ୍ଦ ସାରଥୀ। ଆଉ ବନ୍ଧୁ ଜୀବ ଗଲା ବେଳେ ଏକା ସାଥୀ ଦର୍ଶନ ହିଁ କେବଳ। ଓଡ଼ିଆ ଭାଗବତ ଜଗନ୍ନାଥ ଦାସ ଭାଗବତ କଣ କହିଲେ କଳିଯୁଗରେ ସେ ପରମ ବ୍ରହ୍ମଙ୍କର ଦର୍ଶନର କଥାକୁ ଲେଖିଛ। କଣ କହିଲେ? କହିଲେ ଯେ ମୋତେ ଦେଖଇ ନୟ बोलिए सच्चिदानंद भगवान की जय। मान जे मते देखई नयने तार की तप प्रयोजन। जे नयन करी मते देखिछि तार आ तपर किछि आवश्यक नाही। हे मोर पिलामान मु तुम ପାଇଁ ସବୁ କିଛି ସାଧନା ସାରି ଦେଇଛି, ତେଣୁ ତୁମେ କେବଳ ମୋତେ ଭଲ ପାଅ। ସେଇ ଭଲ ପାଇବାଟା ହେଉଛି ସେ ସ୍ନେହଟା, ସେ ମନଟା ହେଉଛି ସମର୍ପଣ। ଆଉ ବନ୍ଧୁ କଳିଯୁଗ ଭିତରେ ଯାହା ଆମ୍ଭେମାନେ ସଂସାରକୁ କରୁଛେ ତାହା ପ୍ରଭୁଙ୍କ ପ୍ରତି ଆମର ସେ ଭାବ ଜାଗ୍ରତ ହୁଏ। ତେଣୁ ସେଥିପାଇଁ ଭାବକୁ ନିକଟ କରି ଅଭାବକୁ ଦୂର। ଆଉ ଏ କଳିଯୁଗ ଭିତରେ ଓଡ଼ିଆ ଭାଗବତ ଆଉ ଏକ ସୁନ୍ଦର ପଦକୁ ଲେଖିଛନ୍ତି। କଣ କହିଲେ ଭାଗବତ? ଅତି ସୁନ୍ଦର ପଦ କହିଲେ ଯାର ସମ୍ପଦ ବାସୁଦେବ ତାହା ଝିଅ मालो संपद केवल आमर वासुदेव आम ठाकुर होती आमर संपद। एक किसी दिन हम गोटे शाखा को प्रोग्राम करने वार्षिक उत्सव हेले देखला बेलू माँ जो शाखा घरे आम बसिलु से घरे वर्षा पड़ुଛି। आउ जो वर्षा पड़ुଛି शाखा घर वर्षा पड़ुଛି ठाकुर को अन्यत्र उठा जाए श्री पादुका को थुआ अन्यत्र गोटे जाए। मुझे भाई मान को पचारे बोले भाई ठाकुर मझे टे पादुका रही सुंदर देखा ना 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 वर्षा आजबेस्ट फुटीगला तो आपाई वर्षा हो। अच्छा अच्छा से शाखा पाखे जड़े गुरु भाई थे प्रोग्राम सरला मत घर को नहीं किसी दिन हम घर को मत बुलाया 2 महला कोठा एलसीडी केवल लगी एलईडी लगी 2 लाख टंकार सोफा पड़ी कोटी कोटी टंका घरे खर्च कर बाबा घर बढ़िया हाँ बढ़िया ठाकुर को मुझे रखी। अच्छा ठाकुर को आम रखुचे ना आमको ठाकुर रखुचे मुझे बढ़िया ना घर कौन टे दोष कहते वास्तु दोष कौन खाई मुझे वास्तु दोष ना कहले आप मनमना करेंगे वास्तु दोष ठीक अच्छे आपंकर कितु दोष अच्छे सी मत आश्चर्य मुझे मुझे लगे मो ना दिवाकर मुझे स्पष्ट कहे स्पष्टवादी भाई आउ थे डाकिले डाकिले ना डाकिले न डाकिले आप मत डाकी प्रोग्राम करना डाकिले डाकिले भारी स्पष्ट कहे मनमना ना कहीं कहले वास्तु दोष ना मोर दोष अच्छे कौन आगे मुझे लगे दुख लगे गोटे कथा जो शाखा घर आपंकर ये 2 कोटी टंकार घर हम आपणकर ठाकुर ठाकुर पादुका से पादुका वर्षा पानी पड़ुची ठाकुर से वर्षा उदा कौन मिले 2 कोटी टंकार घर
ଯୋଉଠି ଶାଖା ଅସଜଡ଼ା ସେଠି ସବୁ ଅସଜଡ଼ା ଆଉ ଆପଣଙ୍କର 2 କୋଟି ଟଙ୍କାର ଘର ସେତେବେଳେ ଆଜ୍ଞା ମୋତେ ଆନନ୍ଦଦାୟକ ଲାଗିଥାନ୍ତା। ଆପଣ ଜ୍ଞାନୀ ଗୁଣୀ ଲୋକ, ଶାଖା ଘରର ଆଜବେଷ୍ଟ କଣା ହେଇକି ଠାକୁରଙ୍କ ଉପରେ ପାଣି ପଡ଼ୁଛି, ହେଲେ ଆପଣଙ୍କର ଏଠି 2 କୋଟି ଟଙ୍କାର ଘର କ'ଣ ମିଳିବ ଆଜ୍ଞା? ଯୋଉଠି ଠାକୁର ଉଦା ହେଉଛନ୍ତି ଆମେ ଯେତେ ଭଲ ରହିଲେ କ'ଣ ହବ? ତାଙ୍କ ପାଖରୁ ବାହାରିଲା ଅନେକ ଥର କହିଛନ୍ତି, ଆଉ କୁହନ୍ତୁନି ଆଜ୍ଞା, ଟିକେ ଆପଣ ଗୁଣ୍ଡୁଚି ମୂଷା ଭଳିଆ ବାଲି ଛିଞ୍ଚି ଦିଅନ୍ତୁ। ଆପଣ ଯେତିକି ଟଙ୍କା ଏଠି ଖର୍ଚ୍ଚ କରିଦେଇନାହାନ୍ତି ନା, ଟିକେ ସେତିକି ଆବଶ୍ୟକ ନାହିଁ, ଘରଟିଏ ଠାକୁରଙ୍କ ପାଇଁ ଦରକାର। ତେଣୁ ଆପଣ ଟିକେ ଯଦି ଦୟା କରିବେ ହେଇଯିବ ପ୍ରଭୁଙ୍କ କାର୍ଯ୍ୟ। ମୁଁ କିନ୍ତୁ ଆପଣଙ୍କୁ ଅନୁରୋଧ କରିକି ଯାଉଛି ଆଜ୍ଞା, ଯାହା ହଉ ପ୍ରଭୁଙ୍କ ଇଚ୍ଛା ଠାକୁରଙ୍କ କୃପା। କାହିଁକି ଯେন ଅନେକ ବକ୍ତା ସେଠି ଯାଇଛନ୍ତି, ଆମ ସଂଘର ଅନେକ ଯାଇଛନ୍ତି। ମୁଁ କହିଲି ଭାଇ ମୁଁ ଠାକୁରଙ୍କ ଧାରା ନେଇନି, ଠାକୁର ମୋତେ ଗୁରୁ କରିବା ପାଇଁ ପ୍ରାଚୀକୂଳକୁ ପଠେଇଛନ୍ତି। ମୁଁ ମାହାଙ୍ଗାରେ ପହଞ୍ଚିଲି ଯେତେବେଳେ ଠାକୁର ମୋତେ ପଠେଇଥିଲେ, କହିଲେ ତୁ ଆମେ ତୁମର ଗୁରୁ ନୁହେଁ, ଗୁରୁ ତୁମର ପ୍ରାଚୀକୂଳରେ ଅପେକ୍ଷା କରିଛନ୍ତି। ଅଭିରାମ ଠାକୁର ବୈକୁଣ୍ଠ ବାବାଙ୍କୁ ଆଜ୍ଞା ବୃନ୍ଦାବନ ପଠେଇଲା ଭଳି ଆଜ୍ଞା ଠାକୁର ମୋତେ ଲାଚିକୂଳକୁ ପଠେଇଥିଲେ। ମୁଁ ଯେତେବେଳେ ଧାରା ନେବା ପାଇଁ ବ୍ୟସ୍ତ ଥିଲି, ମୁଁ ଠାକୁରଙ୍କର ଧାରା ନେଇନି, ହେଲେ ଠାକୁରଙ୍କର ଭଲ ପାଏ। ଆଉ ସେ ଭଲ ପାଇବାରେ ସେଇ ସ୍ନେହରେ ମମତାରେ ଅନେକ କଥା ଶୁଣିବାକୁ ପଡ଼େ। ଗୀତା ଭାଗବତ ରାମାୟଣ କହିଲା ବେଳେ ଏତେ କଥା ମୁଁ ଶୁଣୁନଥିଲି, ଏବେ ଯେତେ କଥା ଶୁଣୁଛୁ କଷ୍ଟ ହୁଏ। ଜଣେ ଜଣେ ଗାଳି ଦିଅନ୍ତି, କହିଲେ ଆପଣଙ୍କ ଗୀତା ଭାଗବତ ରାମାୟଣ ପ୍ରବଚନ ଆମେ ଟିଭିରେ ଦେଖୁ, ଆପଣ କେଶବର ପ୍ରଚାର କଲେ। ଆଉ ଭକ୍ତବନ୍ଧୁ ବହୁତ କଷ୍ଟ, କିନ୍ତୁ ଠାକୁରଙ୍କର ଶ୍ରୀ ବିଗ୍ରହ ଆଗରେ କାନ୍ଦେ। ଠାକୁରେ ତୁମେ ଜାଣିଥିବ ଏ ସଂସାରୀ ଲୋକ ଯାହା ପଛକୁ ହୁଅନ୍ତୁ, ତୁମର ମୋର ଭାବ ପ୍ରଭୁ ତୁମେ ଜାଣିଥିବ କେତେ ଜନ୍ମର ସମ୍ବଦ, ଇଏ କେତେ ଜନ୍ମର ଜୀବନର ସହିତ ଗହନ ସମ୍ପର୍କ। ପ୍ରଭୁ ଆପଣ ହିଁ ଅନୁଭବ କରିବେ, ଏ ଲୋକ ସଂସାରୀ ଲୋକ ଯିଏ କିନ୍ତୁ ମୁଁ ଜାଣିଛି ପ୍ରଭୁ ମୋ ମନ କିନ୍ତୁ ତୁମ ପାଖରେ ଥାଉ। ହେ ମହାପ୍ରଭୁ ପ୍ରାର୍ଥନା କରେ, ଆଉ ଠାକୁରଙ୍କୁ ସବୁବେଳ ପାଇଁ ଡାକେ, ଆଉ କହେ ପ୍ରଭୁ ଏ ସଂସାରୀ ଲୋକ ଯାହା କହୁଛନ୍ତି କହୁ, ମୋତେ ଟିକେ ତୁମ ପାଖରୁ ଦୂରେଇ ଗଲେ ମହାପ୍ରଭୁ। ଆଉ ଜୀବନ ଭିତରେ ଏତିକି କେବଳ କୃପା କରିଥିବ ଅନ୍ତ କାଳରେ ଦର୍ଶନ ଦେବା ଟିକେ ଦୟା କରିଥିବ ମହାପ୍ରଭୁ। ଏ ପ୍ରାର୍ଥନା ଆମେମାନେ ସମସ୍ତେ କରିବା, ଯିଏ ଯାହା କହୁଛି କହୁ ପ୍ରଭୁ ଏ ଭାବ ତୁମ ପାଖରେ ଥାଉ। I don't care, ମୁଁ लगन हरी से लगा बैठे, जो होगा देखा जाएगा। जे भूल पाए तुमको थारे से अच्छी चाहिए भूल पाए से सूरज को चाहे सूरज भूल पाए सूरज को चाहे सूरज मुझे तुम्हारे चंद्र को चाहे
सूरज चाहे सूरजमुखी मुझे तुम्हारे बपुजाई चंद्र चाहे कुमुदी हरि बोल सुविस्तीर्ण से फल पाए जे धारी जाने जिसके नहीं बताओ चंद्र को चाहे कुमुदी केते जन्म